ଜୟ ଜଗନ୍ନାଥ। ଗୋଟିଏ ଛୋଟିଆ ଉଦାହରଣ ଦେଉଛି। କଲମ ହେଉଛି ନାମ ତାର ଗୋଟିଏ, କିନ୍ତୁ ଜ୍ଞାନୀମାନେ ଆଉ ଜାଣିବା ଶୁଣିବା ଭକ୍ତମାନେ ତାକୁ ଅନେକ ଭାବରେ ବିଭକ୍ତ କରିଥାନ୍ତି। ଏମିତିକି କବିମାନେ ବି ଅନେକ ଭାବରେ ବିଭକ୍ତ କରିଥାନ୍ତି। ସେମିତି ଗୋଟେ ଜିନିଷ, ଆମେ କଲମଟିଏ ଦୋକାନରୁ କିଣିକି ଆଣିଲେ, କଲମଟାରେ ଲେଖି ସାରିଲା ପରେ କାଳିଟା ସରିଯାଏ। ସରିଗଲା ପରେ ଆମେ ତାକୁ ଫିଙ୍ଗି ଦେଇ ଆଉ ଗୋଟେ କଲମ କିଣି ଆଣୁ। ଆଉ ଗୋଟେ କଲମ କିଣି ଆଣି ଆମେ କବିତା ଲେଖୁ କି ପାଠପଢ଼ାର ବିଷୟ ଲେଖୁ। ଯେକୌଣସି କଲମରେ ତ ବହୁତ କିଛି ଲେଖା ହେଇଯାଇପାରିବ, କାରଣ କଲମ ବିନା ଏ ସଂସାର ଅଧୁରା, ଆଉ ମଣିଷର ଜୀବନ ଅଧୁରା। ଏହା ନିରାଟ ସତ୍ୟ। କଲମ ବିନା ପୁରାଣ ପୋଥି ଭାଗବତ ସବୁ କିଛି ଅଧୁରା। ତେଣୁ ଆମେ ତାହାର ତର୍ଜମା ଠିକ୍ସେ ଜାଣିନଥାଉ। କିନ୍ତୁ ମୋ ଭକ୍ତିଭାବ ରାଧାକୃଷ୍ଣ ଭାବରେ ମୁଁ କହୁଛି, କଲମର ହେଉଛି ଅନେକ ଭାବରେ କଲମକୁ ତର୍ଜମା କରିହେବ। କଲମଟା ଶୁଖିଗଲା ପରେ ଫିଙ୍ଗି ଦେଇ ଆଉ ଗୋଟେ ନୂଆ କଲମ ଆଣିବା, ଲେଖାଲେଖି ଆମେ କରିପାରିବା। କିନ୍ତୁ ଆମ ହୃଦୟ ମନ୍ଦିରରେ ଗୋଟିଏ କଲମ ଅଛି। ହୃଦୟ ମନ୍ଦିରର କଲମଟା ସବୁ ସମୟରେ ସେ ଲେଖା ଚାଲିଥାଏ, ସବୁ ସମୟରେ ଲେଖା କରୁଥାଏ, ସବୁ ସମୟରେ ସେ ପବିତ୍ର ଥାଏ, ସବୁ ସମୟରେ ସମସ୍ତଙ୍କର ମନ କଥା ବୁଝିପାରିଥାଏ, ସବୁ ସମୟରେ ସେ ଚିନ୍ତା ଚେତନା ଭାବନା, ତାର କହିବା ଶୈଳୀ, କହିବା ଭଙ୍ଗୀ ସବୁ ସୁନ୍ଦର ସେ ରଖିଥାଏ ସେ ହୃଦୟ ମନ୍ଦିର କଲମରେ। ଆଉ ସେ ହୃଦୟ ମନ୍ଦିର କଲମ ଯେତେବେଳେ ସରିଯାଏ ନା, ତାକୁ ଫିଙ୍ଗି ଆଉ ଗୋଟେ ନୂଆ କିଣା ହୁଏ ନାହିଁ। ସେ ମଶାଣିରେ ପୋଡ଼ି ପାଉଁଶ ହୋଇଯାଏ। ମଶାଣି ଯେତେବେଳେ ପୋଡ଼ି ଜଳି ପାଉଁଶ ହୋଇଯାଏ ନା, ତା ଜୀବନ ଭିତରେ ଯଦି କିଛି ଅଧୁରା ସ୍ୱପ୍ନ ରହିଯାଇଥାଏ, ତାହେଲେ ସେ ପୋଡ଼ି ଜଳି ପାଉଁଶ ହେଲା ବେଳେ ବହୁତ କଷ୍ଟ ଅନୁଭବ କରେ। ଆଉ ତାର ଜଗନ୍ନାଥକୁ ଜଣେଇଥାଏ, ଜଗାରେ ତୁ କ'ଣ ମୋତେ ଏଇ ପରୀକ୍ଷା ଦେବାକୁ ଦୁନିଆକୁ ଆଣିଥିଲୁ? ତୁ କ'ଣ ମୋ ଠାରୁ ଏଇଭଳି ଭାବରେ ଋଣ ଶୁଝିଲୁ? ବିନା କାରଣରେ ମୋତେ କାହିଁକି ତର୍ଜମା କଲୁ? ବିନା କାରଣରେ କାହିଁକି ମୋତେ ଏତେ କଷ୍ଟ ଦେଲୁ? ଧରାପୃଷ୍ଠକୁ ଆଣିକି ଏତେ ମୋତେ ତର୍ଜମା ଭିତରେ ରଖି ଶେଷରେ ମୋତେ ପୋଡ଼ି ଜାଳି ପାଉଁଶ କରିଦେଲୁ। ତର୍ଜମା ଭିତରେ ଯଦି ମୋତେ ସଫଳ କରିଥାନ୍ତୁ, ତାହେଲେ ମୁଁ ବହୁତ ଖୁସି ହେଇଥାନ୍ତି। କିନ୍ତୁ ତର୍ଜମା ଭିତରେ ମୋତେ ଅଧା ବାଟରେ ଛାଡ଼ିଦେଲୁ, ଶେଷରେ ମୋତେ ମାରିକି ପୋଡ଼ି ଜାଳି ପାଉଁଶ କରିଦେଲୁ। ବାହାରେ ଜଗା, ତୋ ଲୀଳାକୁ ତୋତେ ମାନିବାକୁ ପଡ଼ିବ ରେ। ତୋତେ ସାଲୁଟ୍ କରୁଛି ଜଗା, ମୁଁ ମଣିଷକୁ କାହାକୁ ଦୋଷ ଦେଉନି, କେବଳ ତୋତେ ହିଁ ତର୍ଜମା କରୁଛି, ତୋତେ ହିଁ ଦୋଷ ଦେଉଛି। ଏହା ମୋ ଅନ୍ତରର କଥା। ଆଉ ଯଦି ତୁ ଜ୍ଞାନ ମାଧ୍ୟମରେ ସତ୍ୟନାରାୟଣର ସଙ୍ଗରେ ରହିଥିବୁ, ତାହେଲେ ମୋତେ ନିଶ୍ଚୟ ସେ ସତ୍ୟନାରାୟଣ ଭାବ ଟିକେ ଦେଖାଇ ଦେବ ରେ ଜଗା। ରହୁଛି, ମୁଁ ଯଦି କିଛି ଭୁଲ କରିଥାଏ ତାହେଲେ ମୋତେ କ୍ଷମା କରିବ। କ୍ଷମା ନଦେଲେ ବି ଦୁଃଖ ନାହିଁ, କ୍ଷମା ନଦେଲେ ବି ମୋତେ ଦୁଃଖ ନାହିଁ। କିନ୍ତୁ ସବୁ ଅନୁଷ୍ଠାନକୁ, ସବୁ ପାଲା ସଂସ୍କୃତି, ସତ୍ସଙ୍ଗ, ପୁରାଣ ପୋଥି ଭାଗବତ, ଯାତ୍ରା ଜଗତରେ ଯେମିତି ସବୁ ଭଗବାନଙ୍କ ଲୀଳାରେ ଯାତ୍ରା ଜଗତ ସବୁଠି ହେଉଥିଲା, ଖୋଲଣା ସୁନ୍ଦରୀ, ସତୀ ଅନୁସୟା, ନପାଉରାତି, ନମରୁପତି, ଏମିତି ଅନେକ ଯେଉଁ ସୁନ୍ଦର ସୁନ୍ଦର କଳା ସଂସ୍କୃତି ସବୁ ନେଇ ଜଗତ ସାରା କେତେ ଖୁସି ଅନୁଭବ କରୁଥିଲେ, ଆଉ କେତେ ଶାନ୍ତି ଥିଲା। ସେହି ଭାବକୁ ଟିକେ ସମସ୍ତଙ୍କ ମଧ୍ୟରେ ଆଣେ ଜଗା। ମୋତେ ପଛେ ତୋ ଠାରୁ ବିଦାୟ ଦେ, କିନ୍ତୁ ସେହି ଭାବକୁ ସମସ୍ତଙ୍କ ହୃଦୟ ମନ୍ଦିରରେ ଆଣେ, ସମସ୍ତଙ୍କ ମନକୁ ସୁଧାରି ଦେ। ଆଉ ମୋ ରାଧାକୃଷ୍ଣ ଭାବରେ ମୋର ତୋ ପାଖରେ ଯୁଗ ଯୁଗ ପାଇଁ ମୁଁ ରହିଲି ପବିତ୍ର ହୋଇ। ରହୁଛି। ଜୟ ଜଗନ୍ନାଥ। ମୋ କଥା ମାଧ୍ୟମ ଯଦି କାହାକୁ କଷ୍ଟ ଲାଗେ, ତାହେଲେ ମୋତେ କ୍ଷମା ଦେଇଦେବ।